ଚାରିଧାମ ଯାତ୍ରା କଲା ବେଳେ କେତେ କଷ୍ଟ ହଉଛି ତାକୁ ଗୋଟିଏ ବାଳୁଙ୍ଗା ପିଲାଟା ତା ବାପା ମାଙ୍କୁ ଚାରିଧାମ ଯଦି ଯାତ୍ରା କରାଇବ। ହ୍ୟାଲୋ ଫ୍ରେଣ୍ଡସ୍, ମୁଭି ଚର୍ଚ୍ଚାର ଗୋଟେ ଧମାକାଦାର ଏପିସୋଡକୁ ଆପଣମାନଙ୍କୁ ସ୍ୱାଗତ। ପ୍ରଥମେ ଲାଇକ୍ ଦରକାର ହଉଛି, କାହିଁକି ନା ଅନୁଭବ ଫ୍ୟାନ୍ସ ବହୁତ ଦିନ ହବ ଏଇ ଭିଡିଓଟାକୁ ୱେଟ୍ କରିଥିଲେ। ଚାରିଧାମ ଟ୍ରେଲର ଉପରେ କଥା ହେବା। ପ୍ରଥମେ ଭିଡିଓଟିକୁ ଲାଇକ୍ କରନ୍ତୁ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଆଉ ଗୋଟେ କଥା କହିବାକୁ ଚାହିଁବି କି ଆପଣମାନେ ମାନେ କୋଉ ଡିଷ୍ଟ୍ରିକ୍ଟରୁ ସବୁ ଦେଖୁଛନ୍ତି ଟିକେ ଦୟାକରି କୁହନ୍ତୁ, କାହିଁକିନା ମାନେ ଭିଡିଓଟା କୋଉ ଡିଷ୍ଟ୍ରିକ୍ଟ ଆମର ସବୁ ଭାଇମାନେ ସବୁ ଦେଖୁଛନ୍ତି, ଭଉଣୀମାନେ ସବୁ ଦେଖୁଛନ୍ତି, ଆପଣମାନେ କମେଣ୍ଟ କରନ୍ତୁ। ଆଉ କୋଉ ଭାଇମାନେ ବାଙ୍ଗାଲୋର ଦେଖୁଛନ୍ତି ଟିକେ କମେଣ୍ଟ କରନ୍ତୁ ବାଙ୍ଗାଲୋର ଅଛନ୍ତି ବୋଲି, ତ ଆପଣମାନଙ୍କ ସହିତ ମାନେ ଭେଟ ବି ହେଇପାରିବ। ଆଉ ଚାରିଧାମର ଯୋଉଦିନ 25 ତାରିଖରେ ପଡୁଛି ସେଇଦିନ ଯେତେବେଳେ ଆମେ ଫିଲ୍ମ ଦେଖିବାକୁ ଯିବୁ ତ ଆପଣମାନଙ୍କ ସହିତ ନିହାତି ଭାବରେ ଭେଟ ହବ। ତ କୋଉ ହଲକୁ ମୁଁ ଦେଖିବାକୁ ଯିବି ସେଇଟା ବି ମୁଁ ଆପଣମାନଙ୍କୁ ନେକ୍ସଟ ଭିଡିଓ ଯେତେବେଳେ କରିବି ସେଇଟା କହିଦେବି, କାହିଁକିନା ଜିନିଷ ହଉଛି ସେ ହଲ ଲିଷ୍ଟ ଏପର୍ଯ୍ୟନ୍ତ ଆସିନି। ତ ବାଙ୍ଗାଲୋର କୋଉ ଜାଗାରେ ପଡୁଛି ଏପର୍ଯ୍ୟନ୍ତ ଜଣା ନାହିଁ। ତ ଆପଣମାନେ କମେଣ୍ଟ କରନ୍ତୁ ବାଙ୍ଗାଲୋର କିଏ ସବୁ କୋଉ ଦେଖୁଛନ୍ତି ବୋଲି, ତ ସେଇ ହିସାବରେ ମାନେ ଦେଖିକି ମାନେ କୋଉ ହଲଟା ପଡୁଛି ତ ସେଇ ହଲ ନାଁ ବି ମୁଁ କହିବି, ସେଇଠି ସବୁ ଭାଇମାନେ ସବୁ ଭେଟ ହବା। ତ ଭିଡିଓ ଷ୍ଟାର୍ଟ କରିବା ଚାରିଧାମର। ତ ବହୁତ ଭଲ ଲାଗିଲା, ଇମୋସନାଲ ଷ୍ଟୋରି ଅଛି। ତ ଇମୋସନାଲ ଷ୍ଟୋରି ଅଛି, ଯେମିତି କି ଦେଖିଲେ କି ହିରୋଇନ ଯେ ବ୍ରହ୍ମପୁରିଆ ଆଉ ଫାଷ୍ଟ ଗୋଟେ କେରକେରା ସଙ୍ଗ ଷ୍ଟାର୍ଟ ହେଲା, ସେ ତ ନିଆଁରେ ଯେମିତି ଇଏ କରୁଥିଲେ ଉଡିଲା ଟାଇପର। ତ ତାଙ୍କ ମା ବେମାରରେ ପଡିଛନ୍ତି, ଆଇ ଥିଙ୍କ ସେ ବୋଧେ ଚାହୁଁଛନ୍ତି ଚାରିଧାମରେ ଯାତ୍ରା କରିବାକୁ। ପ୍ରଥମରୁ ଯଦି ଷ୍ଟାର୍ଟ କରିବା କି ମାନେ ଫାଷ୍ଟ ତାଙ୍କ ବାପା ତାଙ୍କୁ ଗାଳି ଦଉଛନ୍ତି କାରଣ ସେ ବାତରାମି କରୁଛନ୍ତି। ପ୍ରଥମେ ସେ ଜଣେ ବାଳୁଙ୍ଗା ହେଇଥିବେ, ତାପରେ ଭଲ ପିଲା ହେବେ। ଦାରୁ ପିଉଛନ୍ତି, ମଦ ପିଉଛନ୍ତି, କାମ କିଛି କରୁନାହାନ୍ତି। ତ ସେ ବାତରାମି ହେଇଛନ୍ତି। ତ ତାଙ୍କ ମାଙ୍କ ଦେହ ଖରାପ ହେଇଗଲା, ଆଇ ଥିଙ୍କ ସେ ତାକୁ ଯାତ୍ରା ମାନେ ଚାରିଧାମରେ ଯାତ୍ରା କରିବାକୁ ଚାହୁଁଛନ୍ତି। କି ତାଙ୍କୁ ତାଙ୍କ ବାପା ଯେମିତି କହୁଥିଲେ କି ଟ୍ରେଲର ଦେଖିଥିବେ, କିନ୍ତୁ ବାତରାମି କରୁଛୁ, ତୁ କେବେ ସୁଧୁରି ପାରିବୁନି। ସେ ସେଟା ସୁଧିବାକୁ ଚେଷ୍ଟା କରୁଛନ୍ତି କି ସିଏ ବାତରାମି ଛାଡିକି କିଛି ଗୋଟେ ଭଲ କରିବେ। ଟ୍ରେଲରରେ ଦେଖା ହେଇଛି ସେ ଯୋଉ ନୂଆ ହିରୋଇନ ଯିଏ ଅଛନ୍ତି ତାଙ୍କ ସହିତ ରୋମାଣ୍ଟିକ ସିନ୍ ଅଛି, ତାପରେ ଗୋଟେ ରୋମାଣ୍ଟିକ ଟ୍ରାକ୍ ବୋଧେ ଅଛି, ସେଇଟା ରିଲିଜ ହେଇନି। ସେଟା ବୋଧେ ଫିଲ୍ମ ପରେ ରିଲିଜ କରିବେ କି ଆଉ ଯଦି ଫିଲ୍ମ ଥିବ କିଛି ଦିନ ତା 2 ଦିନ ପୂର୍ବରୁ ରିଲିଜ କରିପାରନ୍ତି। ଆଉ ଗୁଲୁ ଆଇଥିବେ, କମେଡିଆନ ଅଛନ୍ତି, ଆଉ ଫିଲ୍ମରେ କମେଡି ବି ଅଛି ଆଉ ଇମୋସନ ଅଛି, ଯୋଉଟା ଆମର ମାନେ ପୁରୁଣା ମାନେ ଅନୁଭବ ଫିଲ୍ମରେ ଦେଖିବାକୁ ମିଳେ। ଷ୍ଟାର୍ଟିଂ ରୁ ପୁରା କମେଡି ଭରପୁର ଥାଏ ଆଉ ପରେ ଦୁଃଖ ଆସିଯାଏ। ତ ଏଇଟା ସେଇ ପାଖାପାଖି ସେଇ ଷ୍ଟୋରି ଲାଗୁଛି, ମାନେ ଫ୍ୟାମିଲି ଡ୍ରାମା ଲାଗୁଛି। ଆଉ ତାପରେ ବ୍ରହ୍ମପୁରୀ ଆକ୍ସେଣ୍ଟରେ ଏଇଟା ହେଇଛି, ମାନେ ବ୍ରହ୍ମପୁରରେ ପାଖାପାଖି ବହୁତ ସୁଟିଂ ହେଇଛି ଲାଗୁଛି, କାହିଁକିନା ସେଇଭଳି କଥାବାର୍ତ୍ତା ହିରୋଇନ କରୁଛନ୍ତି। ଆଉ ତାଙ୍କର ଗୋଟେ ହୋଟେଲ ଅଛି, ତ ସେଇଟା ଗୋଟେ କମେଡି ୱେରେ ଯାଉଛି ସେତେବେଳେ। ତ ସେ କହୁଛନ୍ତି କି ମତେ କାହା ସହିତ ବାହା କରିଦେବେ, ଇଏ କରିଦେବେ, ସେଟା ଗୋଟେ କଣ ସେ କମେଡି ଟ୍ୟୁନ ସେଟା ଯାଉଛି। କିନ୍ତୁ ସିରିୟସ ଯେତେବେଳେ ହଉଛି ତାଙ୍କ ସେ ଯେ ଅଛନ୍ତି ଯେ ଆମର ତାଙ୍କ ଭାଇ କି କିଏ ହେବେ କି ବୋଧେ କ୍ୟାରେକ୍ଟର ତାଙ୍କର କଣ ହେଇପାରେ ଜଣା ପଡୁନି। ତ ଯେତେବେଳେ ତାଙ୍କୁ କଣ ପଇସା ପତ୍ର କଥା ଏମିତି କିଛି ଇଏ ହଉଛି, ଆଉ ଅନୁଭବ କହୁଛନ୍ତି କି ସମସ୍ତେ ସିନା ପଇସା ଇନକମ କରୁଛନ୍ତି କିନ୍ତୁ ବାପା ମାଙ୍କୁ ଭୁଲି ଯାଉଛନ୍ତି। ଆଉ ବାପା ମାଙ୍କ ଚିକିତ୍ସା ପାଇଁ କିଛି ପଇସା ଦରକାର ହଉଥିବ ଅନୁଭବକୁ, କି ତାଙ୍କଠାରୁ ହେଲ୍ପ ମାଗୁଥିବେ, ସେମିତି କିଛି ଇଏ ହଉଛି। ଆଉ ଗୋଟେ ଯୋଉ ଲାଇନ ଅଛି ଟିଜରରେ ଆମେ ଦେଖିଥିଲେ କି ସେ ଯୋଉ ବାପା ମା ଭଗବାନ ଆମ ଘରେ ଅଛନ୍ତି, ସେ ଲାଇନ ଟା ବହୁତ ବଢିଆ ଲାଗିଲା, ସେ ଯୋଉ ଡାଇଲଗ ଟା। ତ ଏଟା ଇମୋସନାଲ ଆକ୍ସନ ଟା ଆକ୍ଚୁଆଲି କଣ ସେଇ ଚାରିଧାମ ଯାତ୍ରା ପରେ କଣ ଘଟୁଛି ସେଇ ଇଏରେ ହେଇପାରେ, କିନ୍ତୁ ଆକ୍ସନ ତ ଏପର୍ଯ୍ୟନ୍ତ ତ ଜଣା ନାହିଁ। ଆଉ ପାଖାପାଖି ଜଣା ପଡୁଛି ଆକ୍ସନ ୟାଥିରେ ବିଶେଷ ରହିବ ନାହିଁ। ଇମୋସନାଲ ଡ୍ରାମା ଷ୍ଟୋରି ଗୋଟେ ରହୁଛି, ଫ୍ୟାମିଲି ଲୋକ ଯେମିତି ଏନ୍ଜୟ କରିପାରିବେ। ଆଉ ଫ୍ୟାମିଲି ଡ୍ରାମାଟା ରହୁଛି, ଆଉ ବାପା ମା ପୁଅ ବସିକି ଏକା ସହିତ ଦେଖିପାରିବେ ଏଇ ମୁଭି, କାରଣ ବାପା ମାଙ୍କ ପୁଅ ଫ୍ୟାମିଲି ଏଇ ମୁଭିଟା ଆଧାରିତ ହେଇଛି। ତ ସେ ଗୋଟେ ପୁଅ କେତେ କଷ୍ଟ କରି ନିଜ ବାପା ମାଙ୍କୁ ଚାରିଧାମରେ ଯାତ୍ରା କରାଉଛି, ଆଉ ତାଙ୍କ ମା ଯୋଉ ବେଡ୍ ରେ ପଡିଛନ୍ତି ମାନେ ହସ୍ପିଟାଲ ଥିଲା, ଆଇ ଥିଙ୍କ ତାଙ୍କର ଇଚ୍ଛା ଡାକ୍ତର କହୁଛନ୍ତି ଆଉ ବେଶୀ 6 ମାସ ଅଛି ମାଙ୍କର, ଆଉ ସେଥିପାଇଁ ଚାରିଧାମ ଯାତ୍ରା ତାଙ୍କ ମାଙ୍କର ଇଚ୍ଛା ଅଛି ମୁଁ ଚାରିଧାମରେ ଯାତ୍ରା କରିବି। ତ ତାଙ୍କ ପୁଅ ପ୍ରାଣ ପଡେ କିନ୍ତୁ ତାଙ୍କୁ ଚାରିଧାମରେ ଯାତ୍ରା କରାଉଛନ୍ତି। ସିଏ ତାଙ୍କ ବାପା ମା ଆଉ ହିରୋଇନ ସିଏ ଚାରିଧାମ। ଆଉ ଗୋଟେ କଥା, ଟିଜର ଯେତେବେଳେ ପୋଷ୍ଟର ଆସିଥିଲା ତ ଆମେ ଦେଖିଥିଲେ କି ସେ ମୁଣ୍ଡରେ ଯେମିତି ଇଏ କରିକି ପଛରେ କାନ୍ଧରେ ଯେମିତି ବାନ୍ଧି ନଉଛନ୍ତି, ତ ବ୍ୟାକ୍ ସାଇଡରେ ତାଙ୍କ ବାପା ମା ବସିଥିଲେ। ତ ସେଇଟା ସେ ପ୍ରାଣପଣେ ତାଙ୍କର ଚାହୁଁଛନ୍ତି କି ମୁଁ ବାପା ମାଙ୍କୁ ଚାରିଧାମରେ ଯାତ୍ରା କରିବି ଯେମିତି ବି ହେଲେ। ତ କିଛି ମାନେ କିଛି ଗୁଣ୍ଡା ତାଙ୍କ ପଛରେ ପଡିଯାଇଛନ୍ତି, କାରଣ ଚାରିଧାମ ତ ଓଡିଶାର ତ କେବଳ ନାହିଁ, 4ଟା ଧାମ ମାନେ ଅଲଗା ଅଲଗା ରାଜ୍ୟରେ। ତ ସେଇଠି କିଛି ଗୁଣ୍ଡା ମାନେ ତାଙ୍କ ପଛରେ ପଡି ପାରିଥାନ୍ତି। नो ଫ୍ୟାନ୍ସ ମାନେ ଯୋଉଠି ଅଛ ଜଲ୍ଦି ପଳେଇ ଆସ, ଭିଡିଓଟିକୁ ଲାଇକ୍ କର, ଚ୍ୟାନେଲଟିକୁ ସବସ୍କ୍ରାଇବ କର। ମାନେ ଚାରିଧାମ ତ ବହୁତ ବଢିଆ ଲାଗୁଛି, ଆଉ ଫ୍ୟାମିଲି ଡ୍ରାମା ବହୁତ ଦିନ ପରେ ଏଭଳି କିଛି ଦେଖିବାକୁ ମିଳୁଛି। ତ ଚାରିଧାମ ଉପରେ ତ ଓଡିଶାରେ ବିଶେଷ ମୁଭି ନାହିଁ, ଚାରିଧାମ ଉପରେ ନାହିଁ ଆଇ ଥିଙ୍କ।
ତ ଇଏ ତ କିଛି ୟୁନିକ୍ ଆକାରରେ ହେଇଛି ବାର୍ତ୍ତାଟା ସେଟା ଫାର୍ଷ୍ଟ ପାର୍ଟରେ ପଡିବ ଆଉ ଯୋଉ ସଂସ୍କାର ସେଟା ସେକେଣ୍ଡ ପାର୍ଟରେ ପଡିବ ଏଟା ତ ଜଣା ପଡିଗଲା ହଁ ଗୋଟେ ଏତେ କି ମାରିଲେ ଯୋଉ ସେଟା ହିଁ ଲାଷ୍ଟ ପାର୍ଟ କୁ ରହିପାରେ ସେଇଟା ତ ସେଇଟା ଆକ୍ସନ ତ ସେମିତି ବିଶେଷ କିଛି ନାହିଁ କିନ୍ତୁ ଫ୍ୟାମିଲି ଡ୍ରାମା ରହିବ ଆଉ ଭଲ ଲାଗିବ ଷ୍ଟୋରି ବି କିଛି ୟୁନିକ୍ ଅଛି ସବୁବେଳେ। ତ ଅନୁଭବ ଫ୍ୟାନ୍ସ ମାନେ ତ ଜଲ୍ଦି କମେଣ୍ଟ କରନ୍ତୁ ଚାରିଧାମ କେତେ ଇନକମ୍ କରିବ କେତେ ପୋଟେନସିଆଲ ରଖୁଛି ତ କମେଣ୍ଟ ରେ ଭରପୁର କରିଦିଅନ୍ତୁ ଅନୁଭବ ଭାଇଜାନ ଚାରିଧାମ ଯାହା ବି ଆପଣ ମାନଙ୍କର ଇଚ୍ଛା ସବୁ କମେଣ୍ଟ ରେ ଭରପୁର କରିଦିଅନ୍ତୁ। ତ ମୁଁ ଯେମିତି କହୁଥିଲି କି ହିରୋଇନ ଆଉ ହିରୋଇନ ଗୋଟେ ଦେଖିଥିବେ କାରରେ ରାଗିକି ଯାଉଥିବେ ଅନୁଭବ ତାଙ୍କ ପଛପଟାକୁ ରୋକିବାକୁ ଚାହୁଁଥିବେ କାରଣ ସେଇଠି ବି ତାର ସେଇ ଯୋଉ ଚାରିଧାମ ଯାତ୍ରା ଯୋଉ ବ୍ରହ୍ମପୁରରେ କିଛି ହେଇଥାଇପାରେ କି ଫାଷ୍ଟ ତ ସେ ଦି ଜଣ ଭଲ ପାଉଥିବେ ଯେତିକି ଦେଖିଲେ ଟ୍ରେଲରରେ ତାପରେ କିଛି ରାଗିକି ସେ ଯାଇପାରନ୍ତି ଯଦି ଟିକେ ବ୍ୟାକଗ୍ରାଉଣ୍ଡ ରେ କିଛି ସାଉଣ୍ଡ ଟା ଆପଣ ମାନଙ୍କୁ ଲାଗୁଥାଏ ତ ସେଥିପାଇଁ ଟିକେ କ୍ଷମା କରିବେ କାହିଁକି ନା କିଛି କାମ ଚାଲିଛି ବିଲ୍ଡିଂ ରେ। ଆଉ ଗୋଟେ ଗୀତ ଅଛି ଚାରିଧାମର ରୋମାଣ୍ଟିକ ଟ୍ରାକ୍ ଗୋଟେ ରହୁଛି ନା ରୋମାଣ୍ଟିକ ଟ୍ରାକ୍ ଅଛି ଆଉ ଗୋଟେ ଗୀତ ଅଛି ଆଚ୍ଛା ଭଲସେ ବୋଧେ ଦେଖିବ ଶୁଣିବ ଆଉ ଗୋଟେ ଟ୍ରାକ୍ ଅଛି କାରଣ କେରକେରା ଗୋଟେ ଆସିଯାଇଛି ତ ଆଉ ଗୋଟେ ମୋ ବାପା ମାଙ୍କ ଚାରିଧାମ ସେଟା ଆସିଯାଇଛି ରୋମାଣ୍ଟିକ ଗୀତ ତ ସେ ଦେଖେଇଲା ଟିକେ ଭିଡିଓରେ ଟ୍ରେଲରରେ ତ ଆଉ ଗୋଟେ ଗୀତ ଅଛି ମୁଁ ସେଇଟାକୁ ୱେଟ୍ କରୁଛି ସେ ଗୀତଟା ମତେ ଟିକେ ଭଲ ଲାଗିଲା ସେଟା ତ ୟାର ରନ୍ ଟାଇମ ମାନେ ଫିଲ୍ମ ଟା କେତେ ଲେନ୍ଥ ରହୁଛି ତାହା ସହିତ ଏଇ ଯୋଉ ଗୀତ ଗୁଡାକୁ କେମିତି ଫିଟ୍ କରିବେ କାହିଁକି ନା ଗୀତ ଗୁଡାକୁ ଯଦି ମିସଫିଟ୍ ହେଇଯିବ ତ ଭଲ ଲାଗିବ ନା କାହିଁକି ନା ଗୀତ ଗୁଡାକୁ ମାନେ ଠିକ ଜାଗାରେ ପକେଇଲେ ତାକୁ ସେଟା ଆଉ ଗୋଟେ ମୁଁ କାଲି ରିସେଣ୍ଟଲି ଗୋଟେ ଦେଖିଥିଲି ଶିବାନୀ ମ୍ୟାମ ଗୋଟେ ଇଏରେ କହୁଥିଲେ ସେ କହୁଥିଲେ କି କେରକେରା ଯୋଉ ବିବାଦ ବାହାରିଥିଲା ତ ବହୁତ ଲୋକମାନେ କହିଥିଲେ କି ଏ ଗୀତଟା କାହିଁକି ବାହାରିଲା ଚାରିଧାମ ମୁଭି ନାଁରେ ତ ସେ କହିଲେ କି ମୁଭିଟା ଦେଖିଲେ ଆପଣ ନିଶ୍ଚିତ ଭାବରେ ମୁଁ ବି ସେଇ କଥା କହିବୁ ଆମେ ସେଇ କଥା କହିବୁ କି ମୁଭିଟା ଫାଷ୍ଟ ଦେଖନ୍ତୁ ମୁଭି ସହିତ ଯଦି ତାର କିଛି ମନେକର ମାନେ ଯଦି ଖରାପ ଲାଗୁଥାଏ ତାହେଲେ କମେଣ୍ଟ କରନ୍ତୁ କାହିଁକି ନା ଏପର୍ଯ୍ୟନ୍ତ କିଛି ବି ଟ୍ରେଲରଟା ଯାଇଛି ଫିଲ୍ମଟା ଦେଖିଲା ପରେ ମାନେ ଗୀତଟା କୋଉ ଜାଗାରେ ସେ ଫିଟ୍ କରିଛନ୍ତି ଆଉ ଚାରିଧାମ କେତେବେଳେ ହଉଛି ଆଉ ବହୁତ ସାରା ଲୋକ ବି କହୁଥିଲେ କି ଗୀତକୁ ବନ୍ଦ କର ତ ସେଟା ମୁଭି ଦେଖିଲା ପରେ ଜଣା ପଡିବ ଏବେଠୁ କହି କିଛି ଫାଇଦା ନାହିଁ କାହିଁକି ନା ଫିଲ୍ମଟା ଦେଖିଲା ପରେ କୋଉ ଜାଗାରେ ଗୀତଟା ଫିଟ୍ ହଉଛି ସେଟା ଇଏ କରେ ସିଏ ଗୋଟେ ଅଲଗା ପାର୍ଟ ତ ଆମେ କଥା ହବା କି ଚାରିଧାମ ଟ୍ରେଲରଟା ଯୋଉଟା ହେଲା ତ ବାଙ୍ଗାଲୋର କୋଉମାନେ ସବୁ ଦେଖୁଛନ୍ତି ପ୍ଲିଜ କମେଣ୍ଟ କରନ୍ତୁ କାହିଁକି ନା ଆମେ ମୁଭି ଚର୍ଚ୍ଚାରେ ଆମେ ଦି ଜଣ ଅଛୁ ତ ଆପଣମାନଙ୍କ ସହିତ ଭେଟ ହେଇପାରିବୁ 25 ତାରିଖରେ ଫିଲ୍ମ ବାହାରୁଛି ତ କୋଉ ହଲରେ ମାନେ ପଢୁଛି ସେଇଟା ଫାଷ୍ଟ ଦେଖିବାକୁ ପଡିବ ଆଉ ତାପରେ ମୁଁ ସେଇ ହିସାବରେ କମେଣ୍ଟ କରିପାରିବି କୋଉ ହଲକୁ ମୁଁ ଯାଉଛି ସେଇଠି ଯଦି ଆପଣ ମାନେ ଆସିପାରିବେ ତ ବହୁତ ବଢିଆ ହବ ଭେଟ ହବ ସମସ୍ତେ ଏକ ସହିତ ଚାରିଧାମକୁ ଏନ୍ଜୟ କରିବା ତ ବହୁତ ସୁନ୍ଦର କଥା କାହିଁକି ନା ଓଡିଆ ଭାଇ ମାନେ ଏଠି ଦେଖା ହେଲେ ବହୁତ ଖୁସି ଲାଗେ ଆଉ ବହୁତ ଓଡିଆ ତ ଏଠି ରହୁଛନ୍ତି ଆପଣ ମାନେ ବି ଜାଣିଛନ୍ତି ଯୋଉମାନେ ରହୁଛନ୍ତି ଯୋଉମାନେ ନ ରହୁଛନ୍ତି ଜାଣିଛନ୍ତି ବାଙ୍ଗାଲୋରରେ କେତେ ଓଡିଆ ଭାଇ ମାନେ ସବୁ ରହୁଛନ୍ତି ତ ଭେଟ ହେଲେ ବହୁତ ବଢିଆ ଲାଗିବ ଦୁର୍ଗା ପୂଜାର ବଜାରଟା ବହୁତ ସୁନ୍ଦର ଲାଗିବ ଭାଇ ମାନେ ସବୁ ଭେଟ ହେଲେ ତ ଚାରିଧାମର ଏଇ ଯୋଉ ଟ୍ରେଲରଟା ଆସିଲା ୟାର ଏବେ ତ ରାତି 10ଟାରେ ଆସିଲା ମୁଁ ଚାହୁଁଥିଲି କି ଟିକେ ଜଲ୍ଦି ଆସୁ ଲେଟ୍ ହେଇଗଲା କାହିଁକିନା ଆମେ କାଲି ହିଁ ଭିଡିଓ ପକେଇଥାନ୍ତୁ କିନ୍ତୁ ସେ ଆକ୍ଚୁଆଲି ଲେଟ୍ ହେଇଗଲା 10ଟା ହେଇଗଲା 10ଟା ରାତି ହେଇଗଲା ତ 10ଟା ରାତି ପରେ ଆଉ ତାକୁ ସୁଟ୍ କରିବା ଏଡିଟ୍ କରିବା ତ ସେ ବହୁତ ଇଏ କଥା କିନ୍ତୁ ଚାହୁଁଥିଲୁ କି ଅନୁଭବ କହିଥିଲେ କି 5ଟା ବେଳେ ପ୍ରୋଗ୍ରାମଟା ଷ୍ଟାର୍ଟ ହଉଛି ମୁଁ ଭାବିଲି ପ୍ରୋଗ୍ରାମଟା ଯଦି 5ଟା ବେଳେ ଷ୍ଟାର୍ଟ ହଉଛି ତ ଯାହା ବି ହେଲେ 7ଟା 8ଟା ଭିତରେ ଟ୍ରେଲରଟା ଆସିଯିବ କିନ୍ତୁ ବହୁତ ଲେଟ୍ ହେଇକି 10ଟା ହେଇଗଲା ତ ଲେଟ୍ ହେଲା କିଛି କଥା ନାହିଁ କିନ୍ତୁ ଯେହେତୁ ମାନେ ଟ୍ରେଲରଟା କିନ୍ତୁ ଭଲ ଲାଗିଲା ଭଲ ଇମୋସନକୁ କ୍ୟାଚ୍ କଲା ଲୋକେସନ ବି ଯେତିକି ଦେଖେଇଛି ଲୋକେସନ ସେଇଟା ମୁଁ କହିବି କି ହଁ ଲୋକେସନ ତ ମୁଭିରେ ଯୋଉ ଲୋକେସନଟା ଦେଖେଇଛି ତା ଦେହରୁ ଲୋକ ଏନ୍ଜୟ କରିବେ ସେ ସବୁ ପ୍ରକାର ଏଙ୍ଗଲ ନାହିଁ କି ଲୋକେସନ ଫାଷ୍ଟ ବ୍ରିଜ ଗୋଟେ ଦେଖେଇଲେ କାହିଁକି ୟା ଗୋଟେ ଜିନିଷ ହବ କି ଓଡିଶା ବାହାର ସୁଟିଂ ବେଶୀ ହବ କାହିଁକି ଚାରିଧାମ ଆମର ଚାରିଟା ଧାମ ଜଗନ୍ନାଥ ଧାମ ପରେ ଆଉ ଯୋଉ ଧାମ ସବୁ ରହିଲା ସେ ସବୁ ଓଡିଶା ବାହାରେ ତ ନୂଆ ନୂଆ ଜାଗା ସବୁ ଲୋକ ଦେଖିବେ ନିହାତି ଆଉ ଏ ତ ଆମେ ତ କହିଥିଲେ କି ଏକ ତ ଇମୋସନାଲ ଡ୍ରାମା ମୁଭି ତ ରହିବ ଫ୍ୟାମିଲି ମୁଭି ହବ ତ ସବୁ ଲୋକ ଆକୁ ଏନ୍ଜୟ କରିପାରିବେ ଖାଲି ଛୋଟ ପିଲା ବଡ ପିଲା ନୁହଁ ଛୋଟ ପିଲା ବି ବ୍ରହ୍ମପୁର କୋଉମାନେ ସବୁ ଦେଖୁଛନ୍ତି ପ୍ଲିଜ କମେଣ୍ଟ କରନ୍ତୁ ଆଉ କୁହନ୍ତୁ ଆମେ ବ୍ରହ୍ମପୁର ଦେଖୁଛୁ ବୋଲି କୋଉ ସବୁ ଡିଷ୍ଟ୍ରିକ୍ଟରୁ ଯୋଉମାନେ ସବୁ ଦେଖୁଛନ୍ତି କମେଣ୍ଟ କରନ୍ତୁ କିନ୍ତୁ ବ୍ରହ୍ମପୁର ଖାସ କରି କୋଉମାନେ ଦେଖୁଛନ୍ତି କମେଣ୍ଟ କରନ୍ତୁ କାହିଁକି ନା ବ୍ରହ୍ମପୁରରେ ବହୁତ ସୁଟିଂ ୟାଦେହରେ ହେଇଛି ବୋଲି ଜଣା ପଡୁଛି କାହିଁକି ନା ଟୋଟାଲ ବ୍ରହ୍ମପୁର ମାନେ ହିରୋଇନ ତ ପୁରା ବ୍ରହ୍ମପୁର କଥାବାର୍ତ୍ତା ହିରୋଇନଙ୍କର ଗୋଟେ ଢାବା ଅଛି ହଁ ଢାବା ଅଛି ସେଇଟା ସୁଜିତ ଆଦିରେ ଭିଲିଆନ ଅଛନ୍ତି ସିଏ ବୋଧେ ଅନୁଭବଙ୍କ ପଛରେ ପଡିଛନ୍ତି କଣ ସିଏ ଗୁଣ୍ଡା ଲଗେଇ ଥାଇପାରନ୍ତି ଆଦିନ ତ ଜଣା ପଡେ କି ହିରୋଇନକୁ ବାହା କଣ ତ ସିଏ ତ ଗୋଟେ ଅଲଗା ପାର୍ଟ ରହିବ ଚାରିଧାମ ଗୋଟେ ଅଲଗା ମାନେ ପୁରା ୟା ଟିକେ ମିକ୍ସ ଭଳିଆ ରହିବ ତାପରେ ଆଉ ଗୋଟେ ଜିନିଷ ହଉଛି ବ୍ରହ୍ମପୁର ମାନେ ରେଲୱେ ଷ୍ଟେସନରେ ଫାଇଟ୍ ଟା ହଉଛି ତାମାନେ ୟା ଦ୍ୱାରା ଜାଣିପାରୁଥିବେ ବ୍ରହ୍ମପୁର ବହୁତ ସିନ୍ ଟା ରହିଛି ଗଞ୍ଜାମ ବ୍ରହ୍ମପୁର ସାଇଡ୍ ସେଇଟା ବହୁତ ସିନ୍ ରହିଛି ବୁଲା କମେଡି ତ ସିଏ ଅନୁଭବ ମହାନ୍ତିଙ୍କ ସାଙ୍ଗ ହେଇଛନ୍ତି ବୁଲା ତ ସେଇଠି ସେ ଗୋଟେ ବିଚ୍ ଯେମିତି ଗୋଟେ କଥା ହଉଥିଲେ ତାଙ୍କ ମାନେ ହୃଦୟର କଥା ସେୟାର କରୁଥିଲେ ବୁଲାଙ୍କ ସହିତ ଚିଲେଇକି କି ଜଗନ୍ନାଥ ଠାକୁର ଗୋଟେ ଡାଇଲଗ ଗୋଟେ ଅଛି ତ ସେ ତାଙ୍କ ଫ୍ରେଣ୍ଡ ଅଛନ୍ତି ଯାତ୍ରାରେ ତ ଅନୁଭବ ମହାନ୍ତି ତାଙ୍କ ବାପା ମାଙ୍କୁ ଦେଖୁଛନ୍ତି ହିରୋଇନ ତ କିନ୍ତୁ ଯୋଉ 2ଟା 3ଟା କଟ୍ ହେଇଛି ତାଙ୍କ ବାପା ମାଙ୍କ ସହିତ ମିଶି କଟ୍ ଚାରିଧାମ ଯାତ୍ରା ବେଳେ
ତାଙ୍କ ମାଙ୍କ ଦେହ ଖରାପ ହେଇଯାଉଛି ମାଙ୍କ ଦେହ ଗୋଟେ ଜାଗାରେ ତାଙ୍କ ମାଙ୍କୁ ବୋହି ବୋହିକା ନେଇଯାଉଛି ତାଙ୍କ ମାଙ୍କ ଦେହ ଚାରିଧାମ ଯାତ୍ରା ବେଳେ ଖରାପ ହେଇଯାଉଛି ତ ସେଇଠି ଅନୁଭବ କେମିତି କଣ ସେ ଜିନିଷଟାକୁ ହ୍ୟାଣ୍ଡେଲ କରୁଛନ୍ତି ତ ମାଙ୍କୁ କେମିତି ଇଏ କରୁଛନ୍ତି ମାନେ ବଞ୍ଚଉଛନ୍ତି କି ମାନେ ସେଇ ଜିନିଷଟାକୁ ବେଶୀ ଫୋକସ କରାଯିବ କାହିଁକି ନା ଜିନିଷ ହଉଛି ମାନେ ଆମେ ଟିଜରରେ ଯଦି ଲକ୍ଷ୍ୟ କରିବାକୁ କୁହାଯାଇଥିଲା କି ମାନେ ନ୍ୟୁଜ କହିଥିଲା କି ବାହାରେ ଚାରିଧାମ କରିବାକୁ ଯାଇଥିବା ଗୋଟେ ଯୁବକ ଓଡିଆ ଯୁବକ ବାହାରେ ସଂଘର୍ଷ କରୁଛନ୍ତି ତ ସଂଘର୍ଷ ମାନେ ସେଇଟା ହଉଛି କି ତାଙ୍କ ମାଙ୍କୁ ସେ ବଞ୍ଚିବା ପାଇଁ କେମିତି କଣ ମାନେ କେତେ କଷ୍ଟ କରୁଛନ୍ତି କେତେ ଇଏ କରୁଛନ୍ତି ସେଇଟା ପୁରା ନ୍ୟୁଜରେ ପୁରା ହାଇଲାଇଟ ଆଉ ୟାର ଯୋଉ ଖାଲି ଚାରିଧାମ ଏ ଜର୍ଣ୍ଣି ୱିଥିନ୍ ମାନେ ପୁରା ଜର୍ଣ୍ଣିଟା ଗୋଟେ ଚାଲିବ ପୁରା ଜର୍ଣ୍ଣିଟା ଚାଲିଛି ଆଉ ଟ୍ରେନ ସିନ୍ ୟା ଦେହରେ ବହୁତ ରହିପାରେ କାରଣ ଦେଖେ ଯୋଉ ଆସିଥିଲା ମୋସର ପୋଷ୍ଟର ଚାରିଧାମର ଖାଲି ଯୋଉ ଚାରିଧାମ ଆଗା ଯୋଉ ସବୁ ଅଛି ସେ ସବୁ ଟ୍ରେନ କଣ୍ଟ୍ରି ହେଇଛି କାହିଁକି ନା ଟ୍ରେନ ୟା ଦେହରେ ଟ୍ରେନରେ ଜର୍ଣ୍ଣି କରିବ ୟା ଦେହରେ କାହିଁକି ଫ୍ଲାଇଟ ରେ ଜର୍ଣ୍ଣି କରିବ ନା ତାର କାରଣ ଅଛି ଗୋଟିଏ ବାଳୁଙ୍ଗା ପିଲାଟା ତା ବାପା ମାଙ୍କୁ ଚାରିଧାମ ଯଦି ଯାତ୍ରା କରାଇବ ଫ୍ଲାଇଟ ରେ ସେ କେତେ ଖର୍ଚ୍ଚ କରିପାରିବ ତ ଏଇଟା ଗୋଟେ ସେନ୍ସ ଗୋଟେ ତ ଖାଲି ଟ୍ରେନରେ ଯାତ୍ରା ହଉଛି ଆଉ ପୁରା ଟ୍ରେନ ଜର୍ଣ୍ଣି ତ ଦେଖିଛି ଆଉ ଯେମିତି ଗୋଟେ ହର ହର ମହାଦେବ ଲାଷ୍ଟ କହିଲେ ଯୋଉ ଯେମିତି ଟେକୁଥିଲା ଆଇ ଥିଙ୍କ ସେ ତାଙ୍କ ବାପା ମା ଡିସାଇଡ ଠିକ ଅଛି କାହିଁକି ନା ଜିନିଷ ହଉଛି ବହୁତ ଲମ୍ବା ବି ଟ୍ରେଲର ନାହିଁ 2 ମିନିଟ୍ 29 ସେକେଣ୍ଡ ଟ୍ରେଲର ମୁଁ ବି ଭାବୁଥିଲି ଆଉ ଯଦି ଛୋଟ ହେଇଥାନ୍ତା ଆହୁରି ଭଲ ହେଇଥାନ୍ତା ତ ଟ୍ରେଲର 2 ମିନିଟ୍ 29 ସେକେଣ୍ଡ ଟ୍ରେଲର ବହୁତ ବଢିଆ ଲାଗିଲା ଗୋଟେ ପିଲା ସେଠି ଯାଇକି ମାନେ ଚାରିଧାମ ଯାତ୍ରା କଲା ବେଳେ କେତେ କଷ୍ଟ ହଉଛି ତାକୁ ତା ମା ଯେତେବେଳେ ବିମାର ଅଛି ଡାକ୍ତର କହିଦେଇଛନ୍ତି ତ ସେ ସମୟରେ ସେ କେମିତି ହ୍ୟାଣ୍ଡେଲ କରୁଛି ସେଇଟା ଚାରିଧାମର ପୁରା ମେନ୍ ପଏଣ୍ଟ ରହିବ ମାନେ ମେନ୍ ଯୋଉ ପ୍ଲଟଟା ରହିବ ତା ଦେହରେ ତ ପ୍ରତ୍ୟେକ କିନ୍ତୁ ୟା ଯଦି ସେମିତି ଧରିବା କାରଣ ହିରୋଇନଙ୍କର ବେଶୀ କିଛି ରୋଲ ରହିବନି ରୋଲ ହଉଛି ହିରୋଇନଙ୍କର ରୋଲ ରହିବ ବାକି ମାନେ ମେନ୍ କ୍ୟାରେକ୍ଟର ଯଦି ଧରିବା ବାପା ମା ଆଉ ତାଙ୍କ ପୁଅ ଏଇ ତିନି ଜଣଙ୍କର ମେନ୍ କ୍ୟାରେକ୍ଟର ହିରୋ ହିରୋଇନ ତାଙ୍କର ରୋମାଣ୍ଟିକ ଆଙ୍ଗେଲ କିଛି ଦେଖିବ ଫିଲ୍ମ ଟ୍ରେନ ଭିତରେ ଗୋଟେ କିସିଂ ବାଲା ସିନ୍ ଗୋଟେ ଥିଲା ସେଟା ଗୋଟେ ଆଉ ମାନେ ଯୋଉ ଏଠି ଗଲେ ଢାବାକୁ ସେଠି ଗୋଟେ କମେଡି ଟାଇପର ସିନ୍ ହେଲା ସେ ତ ରୋମାଣ୍ଟିକ ଇଏ ତ ରହୁଛି ସମ୍ପୂର୍ଣ୍ଣ ପାରିବାରିକ କାହାଣୀ ହବ ତ ବହୁତ ସୁନ୍ଦର ଲାଗିଲା କିନ୍ତୁ ମେନ୍ ପ୍ଲଟଟା ରହିବ ତାଙ୍କ ମାଙ୍କୁ ସେ କେମିତି ବାହାରେ ବୁଲଉଛନ୍ତି ବଞ୍ଚଉଛନ୍ତି ତାଙ୍କ କାହିଁକି ନା ତାଙ୍କ ବାପା ତ ଭଲ ଅଛନ୍ତି କିନ୍ତୁ ତାଙ୍କ ମାଙ୍କ ଦେହ ଖରାପ ଅଛି ଦେଖିଥିଲେ କି ଅନୁଭବ ମହାନ୍ତି ଚିଡୁଥିଲେ ବୋଉ ସେଇ ସିନ୍ ଟା କଣ ସେଟା ତା ମା ହଜି ଯାଇଛନ୍ତି ବୋଧେ ହଜି ଯାଇଛନ୍ତି କି ସେ ବହୁତ ମାନେ ନିରାଶ ହେଇଛନ୍ତି ତାଙ୍କ ମା ଭଲ ହଉନାହାନ୍ତି ନିରାଶ ସେ ଗୋଟେ ଜାଗାରେ ଜୋରରେ ଥିଲେ ତ କିଛି ସେମିତି କିଛି ମନ୍ଦିର ପାଖରେ କୁସ୍ତି ଗୁଡା ଖେଳୁଛନ୍ତି ଗୋଟେ ଜାଗାରେ ଟିଚର ଦେଖିଥିଲେ ତ ବହୁତ ସାରା ସିନ୍ ଏମିତି ଅଛି ଖାଲି ଆମେ ଟ୍ରେଲର ଦେଖି ଜଜ କରିପାରିବା ନା ତ ସେଥିପାଇଁ ଫିଲ୍ମ ଦେଖିବାକୁ ପଡିବ ଫିଲ୍ମ ସମସ୍ତେ ଯାଆନ୍ତୁ 25 ତାରିଖରେ ପଡୁଛି ତ ସମସ୍ତେ ଯାଆନ୍ତୁ ଚାରିଧାମକୁ ଏନ୍ଜୟ କରନ୍ତୁ କାରଣ ସମ୍ପୂର୍ଣ୍ଣ ପାରିବାରିକ ଫିଲ୍ମ ଆଉ ସବୁବେଳେ ଆକ୍ସନ ଇଏ ସବୁ ଦେଖିକି ଗୋଟେ ପାରିବାରିକ କାହାଣୀ ଏଭଳିଆ ଷ୍ଟୋରି କଣ ହେଇନି ବାପା ମାଙ୍କ ଉପରେ ଚାରିଧାମରେ ଯାତ୍ରା କରିବା ଉପରେ ବହୁତ ଇଏ ହେଇଛି କିନ୍ତୁ ଚାରିଧାମ ଯାତ୍ରା ଷ୍ଟୋରି କମ ଅଛି ଆଉ ସେ ବି ନିଜେ ଗୋଟେ ଡାଇଲଗ କହିଛନ୍ତି କି ଭଗବାନ ତ ଆମ ଘରେ ଅଛନ୍ତି ଆମ ବାପା ମା ତ ସେଇ ଲାଇନ ଟା ବହୁତ ଟ୍ରୁ ଲାଗୁଛି ମାନେ ଭଲ ଲାଗୁଛି ସେ ଲାଇନ ଟା ଶୁଣିବାକୁ କି ବାପା ମାଙ୍କୁ ଏତେ ଉଚ୍ଚ ଭାବରେ ଦେଖାଯାଇଛି ତ ସେଇଟା ପ୍ରତ୍ୟେକ ପିଲାଙ୍କ ମାଇଣ୍ଡରେ ସେଇଟା ଗୋଟେ ରହିବା କଥା କି ବାପା ମା ହଉଛନ୍ତି ଆମ ଭଗବାନ ସେଇଟା ସେ ବୁଝିବାକୁ ଚେଷ୍ଟା କରୁଛନ୍ତି ତ ଓଭରଅଲ ଚାରିଧାମ ଟ୍ରେଲରଟା ବହୁତ ବଢିଆ ଲାଗିଲା ସମସ୍ତେ ଏନ୍ଜୟ କରନ୍ତୁ 25 ତାରିଖରେ ଭିଡିଓ ଲାଷ୍ଟରେ ମୁଁ କହୁଛି ଯୋଉ ଭାଇ ମାନେ ବାଙ୍ଗାଲୋରରେ ଅଛନ୍ତି ତ ପ୍ଲିଜ କମେଣ୍ଟ କରନ୍ତୁ ଆଉ କୋଉ ହଲରେ ପଡୁଛି ମୁଁ ସେଇଟା ଆପଣମାନଙ୍କୁ କହିବି ମାନେ କୋଉ ହଲରେ ଲିଷ୍ଟ ସବୁ ଆସିଲା ପରେ ତ କୋଉ ହଲକୁ ଯିବି ତ କହିବି ଯଦି ଆପଣମାନେ ଆସିପାରିବେ ତ ବହୁତ ସୁନ୍ଦର ହବ ସମସ୍ତେ ଭେଟ ଭିଡିଓଟି ଆସିବା ଏତିକି ଯଦି ଆପଣମାନଙ୍କୁ ଆଜିର ଭିଡିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ କମେଣ୍ଟ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ ଜଲ୍ଦି ଆପଣମାନଙ୍କ ସହ ଦେଖା ହବ ଆଉ ଗୋଟେ ଧମାକାଦାର ଭିଡିଓରେ ସେତେବେଳେ ବିଦାୟ ଦିଅନ୍ତୁ ମୁଭି ଯାକୁ ନମସ୍କାର।